ଧନ୍ୟବାଦ ବନ୍ଧୁ ଅଧିକାରୀ। ଛି 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 ଲୋ ନାନୀ ରଚନା କୋରାପୁଟର କବି ନାଟ୍ୟକାର ଶ୍ରୀ ଅଧିକାରୀଙ୍କୁ ଫୁଲବାଣୀର ଲେଖକ କବି ଶ୍ରୀ ସ୍ୱପ୍ନ କୁମାର ତ୍ରିପାଠୀଙ୍କ ଅନେକ ଆନ୍ତରିକ ଶୁଭେଚ୍ଛା। ଏହି ନାଟ୍ୟ ଭୂମିକାରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ପ୍ରେମୀଗଣ ଅତି ନିଖୁଣ ତଥା ମର୍ମସ୍ପର୍ଶୀ ଚିତ୍ର ନିଭେଇଥିବାରୁ ଏହା ଚକ୍ଷୁବାହୀ ତଥା ଶ୍ରୁତିବାହୀ ଜନପ୍ରିୟତା ଲାଭ କରେ। ଏକ ରିଜିଓନାଲ ଭାଷାକୁ ଗୀତର ଚମତ୍କାରିତା ପ୍ରତିପାଦନ କରୁଥିବା ସମସ୍ତ କଳାକାର ତଥା କମ୍ପୋଜର ଶ୍ରୀ ଅଧିକାରୀଙ୍କୁ ଅଶେଷ ଧନ୍ୟବାଦ। ଏହା ସାମାଜିକ ଚେତନାରେ ଏକ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ସମାଜରେ ଏହିପରି ଲକ୍ଷ ଲକ୍ଷ ଘଟଣା ଚକ୍ଷୁଦାରେ କଳଙ୍କ ପଥ ବାହି ଚାଲେ। ବିରହ ବେଦନାରେ ମାନବ ଆତ୍ମହତ୍ୟା କରେ। ଏହି ରଚନାର ଗୂଢ଼ ତତ୍ତ୍ୱ ସାଧାରଣ ମାନବ ପ୍ରକୃତରେ ବୁଝିପାରେ ନାହିଁ। ଏହାକୁ ଏକ କମିକ୍ କହି ମଜା ନିଏ, କିନ୍ତୁ ବାସ୍ତବରେ ଏହି ରଚନାର ବାସ୍ତବତା ତଳେ ଲୁଚି ରହିଥିବା ଦର୍ଶନ ପ୍ରଚଣ୍ଡ ଆତ୍ମବାହୀ। ଏହା ଏକ ସୃଷ୍ଟ ଦର୍ଶନ ରଚନା ସାକାର। ଏହି କମିକ୍କୁ ଫଲୋ ଅପ୍ କରି ଅନେକ ଛୋଟ ଛୋଟ ମୋବାଇଲ ଇଣ୍ଟରନେଟ୍ ପିକ୍ଚର କମିକ୍ ଆସିଯାଏ, କିନ୍ତୁ ଶ୍ରୀ ସତ୍ୟ ଅଧିକାରୀଙ୍କ ବାସ୍ତବ କମିକ୍ ଏକ ବଳିଷ୍ଠ ରଚନା, ଏଥିରେ ସନ୍ଦେହ ନାହିଁ। ଶ୍ରୀ ଅଧିକାରୀଙ୍କ ଜୀବନ ଦୀର୍ଘମୟ ହେଉ, ଚଲାପଥ କୁସୁମିତ ହେଉ, ଭଗବାନ ତାଙ୍କ ଉପରେ ଆଶୀର୍ବାଦ ଢାଳି ଦିଅନ୍ତୁ। ଏହିପରି ଆହୁରି ଅନେକ ରଚନା ବାସ୍ତବତା ବାହି ଚାଲୁ। ଏହା ଫୁଲବାଣୀର କବି ଶ୍ରୀ ସ୍ୱପ୍ନ କୁମାର ତ୍ରିପାଠୀଙ୍କ ଆତ୍ମଚେତନା। ଧନ୍ୟବାଦ।